2023 ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଭାରତୀୟର ଏହି ସବୁ କ୍ରିକେଟର। ତେବେ ଅନେକଙ୍କ ପାଇଁ 2000 ପାଲଟିଛି ଲକି। ଏମାନେ ବାଛିଛନ୍ତି ନିଜର ଜୀବନସାଥୀ ଏବଂ କ୍ରିକେଟର ବାହା ହୋଇଛନ୍ତି। ଲିଷ୍ଟରେ ପ୍ରଥମରେ ଅଛନ୍ତି ଭାରତ ପାଇଁ 3ଟି ଫର୍ମାଟ ଖେଳୁଥିବା ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ। 27 ଜାନୁଆରୀ 2023ରେ ତାଙ୍କ ଗର୍ଲଫ୍ରେଣ୍ଡ ମେହେ ପଟେଲଙ୍କୁ ବିବାହ କରିଛନ୍ତି ଅକ୍ଷର ପଟେଲ। ଦୁହେଁ ବଡୋଦାରେ ଜବରଦସ୍ତ ଯୋଡ଼ିରେ ବିବାହ ମଧ୍ୟ କରିଛନ୍ତି। ତେବେ ଏହା ପଛକୁ ଅଟନ୍ତି ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ୍ କେଏଲ ରାହୁଲ। ସେ 23 ଜାନୁଆରୀ 2023ରେ ବଲିଉଡ ଅଭିନେତ୍ରୀ ଆଥିଆ ସେଠୀଙ୍କୁ ବିବାହ କରିଛନ୍ତି। ସେହିପରି ତାଙ୍କ ବାହାଘର ବହୁତ ଜୋରସୋରରେ ମଧ୍ୟ ସାବିତ ହୋଇଛି। ସେହିପରି ଚଳିତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଭାରତୀୟ ଦଳର ଯୁବ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଇକ୍ୱାଡ। ସେ 3 ଜାନୁଆରୀ 2023ରେ ଉତ୍କର୍ଷା ପାୱାରଙ୍କୁ ବିବାହ କରିଛନ୍ତି ଏବଂ ଉତ୍କର୍ଷା ମଧ୍ୟ ଜଣେ କ୍ରିକେଟର ଯିଏକି ମହାରାଷ୍ଟ୍ର ପାଇଁ ଘରୋଇ କ୍ରିକେଟ ମଧ୍ୟ ଖେଳନ୍ତି। ତେବେ ଏଥିପରେ 8 ଜୁନ 2023ରେ ରଚନାଙ୍କୁ ବିବାହ କରିଛନ୍ତି ଭାରତୀୟ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା। ସେହିପରି ଫାଷ୍ଟ ବୋଲର ନବଜିତ ସାଇନି ମଧ୍ୟ ନିଜ ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିଛନ୍ତି। ତାପରେ ଶେଷରେ ବିବାହ କରିଛନ୍ତି ଶାର୍ଦୁଲ ଠାକୁର। 27 ଫେବୃଆରୀ 2023ରେ ମିତାଲି ପାରାଲକରଙ୍କୁ ବିବାହ କରିଛନ୍ତି ଶାର୍ଦୁଲ କାପୁର। ନିକଟ ଅତୀତରେ ସେମାନଙ୍କ ଭବିଷ୍ୟ ପାଇଁ ବହୁତ କାମନା ମଧ୍ୟ କରୁଛି। ତେବେ ଆଗରୁ ମଧ୍ୟ ବହୁତ କ୍ରିକେଟରମାନେ ବିବାହ କରିପାରିଛନ୍ତି। ସେଥିମଧ୍ୟରୁ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଯୋଡ଼ି ମଧ୍ୟ ଗୋଟିଏ। ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ପ୍ରେମ ବିବାହ ହୋଇଥିଲା ଏବଂ ସେମାନଙ୍କ ବିବାହ ଖୁବ୍ ଧୁମଧାମରେ ମଧ୍ୟ ସାବିତ ହୋଇଥିଲା। ବିବାହ କରିବା ପରେ ସେମାନେ ଦୁହେଁ ବହୁତ ଖୁସିରେ ଅଛନ୍ତି ଏବଂ କ୍ରିକେଟ ଦୁନିଆରେ ବିରାଟ କୋହଲି ବହୁତ ଭଲ କ୍ରିକେଟ ଖେଳୁଥିବା ବେଳେ ଅନୁଷ୍କା ଶର୍ମା ମଧ୍ୟ ସବୁବେଳେ ତାଙ୍କ ସାଥୀ ହୋଇ ରହିଥାନ୍ତି।